ସୁନ୍ଦରଗଡ଼ ଜିଲ୍ଲାକୁ ନୂଆ ଜିଲ୍ଲାପାଳ ଭାବେ ବଦଳି ହୋଇ ଆସିଛନ୍ତି ଅନନ୍ୟା ମିଶ୍ର। ସେ ନିଜର ସଚ୍ଚୋଟତା ଏବଂ କଠୋର ପଦକ୍ଷେପ ପାଇଁ ପୂର୍ବ ଜିଲ୍ଲାରେ ବେଶ୍ ଜଣାଶୁଣା ଥିଲେ। ସୁନ୍ଦରଗଡ଼ରେ ପାଦ ଦେଉ ଦେଉ ତାଙ୍କ କାନରେ ପଡ଼ିଲା ଯେ ସହରର ଟ୍ରାଫିକ ପୋଲିସ ବିଶେଷ କରି ଗରିବ ଅଟୋ ଚାଳକ ଏବଂ ଉଠା ଦୋକାନୀଙ୍କ ଉପରେ ବହୁତ ଅତ୍ୟାଚାର କରୁଛନ୍ତି। ବିଶେଷ କରି ସନ୍ଧ୍ୟା ସମୟରେ ରାଣୀବଗିଚା ଛକରେ ଇନ୍ସପେକ୍ଟର ରାଉତରାୟଙ୍କ ଦୌରାତ୍ମ୍ୟ ସୀମା ଟପି ଯାଉଛି। ଅନନ୍ୟା ମ୍ୟାଡାମ ସ୍ଥିର କଲେ ଯେ ସେ ନିଜେ ଏହାର ସତ୍ୟାସତ୍ୟ ଅନୁସନ୍ଧାନ କରିବେ। ସେଦିନ ଥିଲା ଶନିବାର ସନ୍ଧ୍ୟା। ଅନନ୍ୟା ନିଜ ସରକାରୀ ଗାଡ଼ି ଓ ସୁରକ୍ଷା କର୍ମୀଙ୍କୁ ଛାଡ଼ି ଏକ ସାଧାରଣ ବାଇଗେଣୀ ରଙ୍ଗର ସାଲୱାର କମିଜ ପିନ୍ଧି ଜଣେ ସାଧାରଣ ମହିଳା ଭାବେ ଜିଲ୍ଲାପାଳଙ୍କ ବଙ୍ଗଳାରୁ ବାହାରିଲେ। କିଛି ବାଟ ଚାଲିବା ପରେ ସେ ଏକ ଅଟୋକୁ ହାତ ଦେଖାଇଲେ। ଅଟୋ ଚାଳକର ନାଁ ଥିଲା ଶଙ୍କର। ଦିନଯାକର ପରିଶ୍ରମ ପରେ ତା ମୁହଁରେ କ୍ଳାନ୍ତି ବାରି ହୋଇ ପଡୁଥିଲା। କୁଆଡ଼େ ଯିବେ ମା? ସେ ପଚାରିଲା। ରାଣୀବଗିଚା ଛକ, ଅନନ୍ୟା ମ୍ୟାଡାମ କହିଲେ। ଅଟୋଟି ରାଣୀବଗିଚା ଛକ ପାଖରେ ପହଞ୍ଚିଲା ବେଳକୁ ଟ୍ରାଫିକ ଜାମ୍ ଲାଗିଥାଏ। ଠିକ୍ ସେତିକି ବେଳେ ଖାକି ପୋଷାକରେ ଇନ୍ସପେକ୍ଟର ରାଉତରାୟ ନିଜ ବାଇକ୍ରୁ ଓହ୍ଲେଇ ସିଧା ଶଙ୍କରର ଅଟୋ ପାଖକୁ ଆସିଲେ। ଆବେ ଗାଡ଼ି ସାଇଡ କର, ରାଉତରାୟ ପାଟି କଲେ। ଶଙ୍କର ଭୟରେ ଗାଡ଼ିକୁ ରାସ୍ତା କଡ଼କୁ ନେଇଗଲେ। କାଗଜପତ୍ର ଦେଖା। ଇନ୍ସପେକ୍ଟରଙ୍କ ସ୍ୱରରେ ଅହଙ୍କାର ଭରି ରହିଥିଲା। ଶଙ୍କର ଥରି ଥରି ନିଜ ବ୍ୟାଗରୁ ସବୁ କାଗଜପତ୍ର, ଲାଇସେନ୍ସ, ଆର୍ସି, ଇନ୍ସୁରାନ୍ସ ବାହାର କରିଦେଲେ। ରାଉତରାୟ କାଗଜଗୁଡ଼ିକୁ ଠିକ୍ ଭାବେ ନ ଦେଖି ଫିଙ୍ଗିଦେଲା ଭଳି କହିଲେ କି ସବୁ ଠିକ୍ ଅଛି, ହେଲେ ତ ଗାଡ଼ିର ପଲ୍ୟୁସନ ସାର୍ଟିଫିକେଟ ଏକ୍ସପାୟରି ହୋଇଯାଇଛି। ଶଙ୍କର ଆଶ୍ଚର୍ଯ୍ୟ ହୋଇ କହିଲା କି ନାଇଁ ସାର୍, ଆହୁରି 2 ମାସ ଅଛି। ଏଇ ଦେଖନ୍ତୁ ନା। ମୋ ସାଙ୍ଗରେ ଯୁକ୍ତି କରୁଛୁ? ରାଉତରାୟ ତା କଲର ଧରିବାକୁ ଉଦ୍ୟତ ହେଲେ। ଚୁପଚାପ କହୁଛି, 1000 ଟଙ୍କା ବାହାର କର, ନହେଲେ ଗାଡ଼ି ସିଜ୍ କରି ଥାନାକୁ ନେଇଯିବି। ପଛ ସିଟ୍ରେ ବସିଥିବା ଅନନ୍ୟା ମ୍ୟାଡାମ ଆଉ ସହିପାରିଲେ ନାହିଁ। ସେ ଅଟୋରୁ ଓହ୍ଲାଇ ପଡ଼ିଲେ। ଇନ୍ସପେକ୍ଟର। ଅନନ୍ୟା ଶାନ୍ତ କିନ୍ତୁ ଦୃଢ଼ ସ୍ୱର ଶୁଣି ରାଉତରାୟ ପ୍ରଥମେ ଚମକି ପଡ଼ିଲେ। ଆପଣ ତାଙ୍କ କାଗଜପତ୍ର ନ ଦେଖି କେମିତି କହିଲେ ଯେ ତାହା ଏକ୍ସପାୟରି ହୋଇଯାଇଛି? ଆଉ ଆପଣ ୟୁନିଫର୍ମରେ ଥାଇ ଖୋଲା ଖୋଲି ଲାଞ୍ଚ କେମିତି ମାଗୁଛନ୍ତି? ରାଉତରାୟ ଜଣେ ସାଧାରଣ ମହିଳାକୁ ଏତେ ସାହସରେ କଥା କହିବାର ଦେଖି ତାଙ୍କ ପୁରୁଷତ୍ୱକୁ ଆଘାତ ଲାଗିଲା। ସେ ହସିଲେ। ଓ ମ୍ୟାଡାମ, ଆପଣ କ'ଣ ଓକିଲ କି? ବେଶୀ ଆଇନ ନ ଶିଖେଇ ନିଜ ରାସ୍ତା ଦେଖନ୍ତୁ। ମୁଁ ଜଣେ ସାଧାରଣ ନାଗରିକ ଏବଂ ମୋ ଆଖି ସାମ୍ନାରେ ହେଉଥିବା ଅନ୍ୟାୟ ବିରୁଦ୍ଧରେ କହିବା ମୋର ଅଧିକାର, ଅନନ୍ୟା ଦୃଢ଼ ଭାବରେ କହିଲେ। ଏହି ସମୟରେ ରାସ୍ତାରେ ଲୋକେ ଜମା ହେବାକୁ ଲାଗିଲେ। କେହି କେହି ମୋବାଇଲ ବାହାର କରି ଭିଡିଓ ରେକର୍ଡିଂ ଆରମ୍ଭ କରିଦେଲେ। ଏହା ଦେଖି ରାଉତରାୟ ଆହୁରି ରାଗିଗଲେ। ଏଇ ମ୍ୟାଡାମ, ବହୁତ ଗରମ ଦେଖାଉଛୁ ନା? ତୁ ଗୋଟେ ସରକାରୀ କର୍ମଚାରୀକୁ ତା ଡ୍ୟୁଟି କରିବାରେ ବାଧା ଦେଉଛୁ। ଇନ୍ସପେକ୍ଟର ରାଉତରାୟ ଅନନ୍ୟା ମ୍ୟାଡାମକୁ ଆଙ୍ଗୁଠି ଦେଖେଇ କହିଲେ ଯେ ଚାଲ, ତୋତେ ସାହାଯ୍ୟ କରି ଥାନାକୁ ନେଇଯାଏ, ସେଠି ତୋର ସବୁ ଗରମ ବାହାରିଯିବ। ଏହା କହି ରାଉତରାୟ ଅଶ୍ଳୀଳ ଇଙ୍ଗିତ କରି ଅନନ୍ୟାଙ୍କ ହାତକୁ ଜବରଦସ୍ତି ଧରିବାକୁ ଆଗେଇଲେ। ଅନନ୍ୟା ପ୍ରସ୍ତୁତ ଥିଲେ। ସେ ନିଜେ ଆଇଏଏସ୍ ଟ୍ରେନିଂ ସମୟରେ ଆତ୍ମରକ୍ଷା କୌଶଳ ଶିଖିଥିଲେ। ଇନ୍ସପେକ୍ଟର ତାଙ୍କୁ ଛୁଇଁବା ମାତ୍ରେ ଅନନ୍ୟା ନିଜକୁ ଘୁଞ୍ଚାଇ ନେଇ ତାଙ୍କ ହାତକୁ ଝାଟିଦେଲା ଏବଂ ନିଜର ସବୁ ଶକ୍ତି ଲଗାଇ ଇନ୍ସପେକ୍ଟରଙ୍କ ଛାତିକୁ ଠେଲିଦେଲା। ରାଉତରାୟ ଏପରି ପ୍ରତିରୋଧ କେବେ ଆଶା କରିନଥିଲେ। ସେ ପଛକୁ 3-4 ପାଦ ଘୁଞ୍ଚି ଯାଇ ପଡ଼ି ଯାଉ ଯାଉ ନିଜକୁ ସମ୍ଭାଳି ନେଲେ। ଲୋକମାନଙ୍କ ସାମ୍ନାରେ ଏପରି ଅପମାନରେ ସେ କ୍ରୋଧରେ ଜଳିଗଲେ। ତୋର ଏତେ ସାହସ? ସେ ଚିତ୍କାର କଲେ। ତୁ ଗୋଟେ ପୋଲିସ ଇନ୍ସପେକ୍ଟର ଉପରକୁ ହାତ ଉଠେଇଲୁ? ଆଜି ମୁଁ ତତେ ଦେଖାଉଛି। ଏହା କହି ସେ ଅନନ୍ୟାକୁ ଚାପଡ଼ା ମାରିବା ପାଇଁ ନିଜର ଡାହାଣ ହାତ ଉଠାଇଲେ। ହଠାତ୍ ପୁରା ଛକଟି ସ୍ତବ୍ଧ ହୋଇଗଲା। ଇନ୍ସପେକ୍ଟର। ଅନନ୍ୟାଙ୍କ ସ୍ୱର ଏତେ ଶକ୍ତିଶାଳୀ ଏବଂ କ୍ଷମତାପୂର୍ଣ୍ଣ ଥିଲା ଯେ ରାଉତରାୟ ଉଠିଥିବା ହାତଟି ସେଇଠାରେ ହିଁ ଅଟକିଗଲା। ଅନନ୍ୟା ନିଜ ପର୍ସରୁ ଏକ ଛୋଟ କାର୍ଡ ବାହାର କଲେ। ତାକୁ ଇନ୍ସପେକ୍ଟରଙ୍କ ଆଖି ସାମ୍ନାରେ ଧରିଲେ। ଅନନ୍ୟା ମିଶ୍ର, ଆଇଏଏସ୍ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ, ସୁନ୍ଦରଗଡ଼। ରାଉତରାୟ ଆଖି କାର୍ଡ ଉପରେ ପଡ଼ିଲା ଏବଂ ତାପରେ ଅନନ୍ୟାଙ୍କ ମୁହଁ ଉପରେ। ତାଙ୍କ ମୁହଁରୁ ରକ୍ତ ଶୁଖିଗଲା। ଯେଉଁ ହାତ ସେ ମାରିବାକୁ ଉଠେଇଥିଲେ ତାହା ଥରିବାକୁ ଲାଗିଲା। ସେଇ ଛକ ଉପରେ ଶହ ଶହ ଲୋକଙ୍କ ସାମ୍ନାରେ ତାଙ୍କର ପୁରା ଦୁନିଆ ଓଲଟି ପଡ଼ିଲା। ମ୍ୟାଡାମ, ତାଙ୍କ ପାଟିରୁ କଥା ବାହାରୁ ନଥିଲା।
से तुरंत अनन्या को पाद तले पड़ जाई कहली कि मैडम बहुत बड़ भूल हो गला, मु आपन को चिन्ह पारलिनी, मते क्षमा कर दियंतु, मो पिला छुआ। अनन्या घृणारे पछकु घुंची गले। चुप कर, जदि मु डीएम न होई जदि साधारण महिला होई थांती तेबे तुमे कोन करि थांत? ताकू थाना को नहीं ता इज्जत सह खेली थांत। तुमे पुलिस यूनिफॉर्म रो अपमान करिछ। से निज मोबाइल बाहर करी सीधा जिला एसपी को फोन लगाइले। हेलो एसपी साहेब, मु डीएम अनन्या मिश्र, मु वर्तमान रानी बगीचा छकरे अछि, आपण तुरंत एठाकू आसंतु। 5 मिनिट मध्यरे साइरन बजई एसपी गाड़ी आसी पहुंचला। निजे डीएम को रास्ता उपरे एपरी अवस्था देखि एसपी मध्य आश्चर्य हो गले। अनन्या तांको सबु घटना कहिले। इन्स्पेक्टर राउतराय को लांच मागिबा, जने साधारण नागरिक सह दुर्व्यवहार करिबा एवं मो उपरे हाथ उठेबा अपराध रे तुरंत सस्पेंड करंतु एवं तांको विरुद्ध रे एक विभागीय तदंत आरंभ करा जाऊ। इन्स्पेक्टर राउतराय कांदुथिले किंतु केही तांको कथा सुनिले नाही। 2 जण कनेस्टेबल तांको धरी पुलिस जीप रे बसैले। सबु शांत हबा परे अनन्या सेई गरीब ऑटो चालक शंकर पाखकु गले, जी ए सबु देखि भयरे पत्थर पालटी जाइतिला। अनन्या ता कांधरे हाथ रखिले। भय करनी शंकर, तुम कागज पत्र दियो। से तार सबु कागज पत्र देखैले। सबु किछि ठीक थिला। अनन्या निज पर्स रु 500 टंकिया नोटिए बाहर करी ता हाथ को बढ़ाई देले। एटा तुम भड़ा, आ मने रख, जेतेबेले तुमे ठीक अछ काहाकू डरिबा आवश्यक नाही। सेठारे जमा होइतिबा लोक माने जिलापालଙ୍କ एई रूप देखि तांको नाम रे जयध्वनि देबाकू लागिले। से दिन सुंदरगढ़ लोक माने जानि गले जे तांकर नुआ जिलापाल केवल एसी रूम रे बसुथुबा जने ऑफिसर नुहदी, बरम रास्ता रे चालुथुबा न्यायर जने जीवंत प्रतीक। तो कहानीटी केमिति लागिला? जदि भल लागिथिबो निश्चय लाइक और शेयर कर देबे। रहउची, जय जगन्नाथ।